ଇରାନ ଉପରେ ଆକ୍ରମଣ କରିଛି ଆମେରିକା। ଆମେରିକା ଇରାନର 3ଟି ପରମାଣୁ ସ୍ଥାନ ଉପରେ ବୋମା ପକାଇଛି। ଏହି ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ବିଶ୍ୱକୁ କହିପାରିବି ଯେ ଏହି ଆକ୍ରମଣ ଏକ ମହାନ ସାମରିକ ସଫଳତା ଥିଲା। ଇରାନର ପ୍ରମୁଖ ପରମାଣୁ ସ୍ଥାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ଆକ୍ରମଣ ପରେ ଆମେରିକା ଦାବି କରିଛି ଯେ ସେ ଇରାନର 3ଟି ପରମାଣୁ ସ୍ଥାନ ଫୋର୍ଡୋ, ନାଟଜ ଏବଂ ଇସ୍ଫାହାନକୁ ଧ୍ୱଂସ କରିଦେଇଛି। ଏହା ସହିତ ଟ୍ରମ୍ପ ଏହି ଅପରେସନ ପାଇଁ ତାଙ୍କ ଦେଶର ସେନାକୁ ପ୍ରଶଂସା କରିଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ଆକ୍ରମଣ ପଛରେ ଆମେରିକାର ଉଦ୍ଦେଶ୍ୟ କ'ଣ ଥିଲା। ଟ୍ରମ୍ପ କହିଛନ୍ତି, ଏହି ଆକ୍ରମଣ ପଛରେ ଆମର ଉଦ୍ଦେଶ୍ୟ ଥିଲା କି ଇରାନର ପରମାଣୁ ଶକ୍ତିକୁ ନଷ୍ଟ କରିବା, ବିଶ୍ୱର 1 ନମ୍ବର ଆତଙ୍କୀ ପ୍ରାୟୋଜିତ ଦେଶ ଦ୍ୱାରା ସୃଷ୍ଟି ହେଉଥିବା ପରମାଣୁ ବିପଦକୁ ବନ୍ଦ କରିବା। ଆମେରିକା ଆରମ୍ଭରୁ ଇରାନକୁ ପରମାଣୁ ଶକ୍ତି ହେବା ବିରୋଧରେ ରହିଛି। ଆମେରିକା ଏ ବିଷୟରେ ଇରାନକୁ ନିରନ୍ତର ଚେତାବନୀ ଦେଇଆସୁଛି, କିନ୍ତୁ ଦେଶ ଅନେକ ଥର ଚେତାବନୀ ଦେବା ସତ୍ତ୍ୱେ ଇରାନ ପରମାଣୁ ଅସ୍ତ୍ର ତିଆରି କରିବାର ସ୍ୱପ୍ନକୁ ଅକ୍ଷୁଣ୍ଣ ରଖିଲା ଏବଂ କାମ ଜାରି ରଖିଲା। ପରମାଣୁ ପ୍ଲାଣ୍ଟ ନିର୍ମାଣ କରାଯାଇଥିଲା, ଯେଉଁଥିରେ ଅନେକ ବୈଜ୍ଞାନିକ ଏକାଠି କାମ କରୁଥିଲେ ଏବଂ ପରମାଣୁ ଶକ୍ତି ହେବା ପାଇଁ ପ୍ରକଳ୍ପଟି ଦ୍ରୁତ ଗତିରେ କାମ କରାଉଥିଲା। ତଥାପି ବର୍ତ୍ତମାନ ଆମେରିକାର ଏହି ଆକ୍ରମଣ ଯୋଗୁଁ ଇରାନକୁ ଏକ ବଡ଼ ଆଘାତ ଲାଗିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏହା ଜାରି ରହିପାରିବ ନାହିଁ। ଶାନ୍ତି ହେବ କିମ୍ବା ଇରାନ ପାଇଁ ଏକ ଦୁଃଖଦ ଘଟଣା ହେବ, ଯାହା ଆମେ ଗତ 8 ଦିନରେ ଦେଖିଛୁ, ତାହାଠାରୁ ଏକ ବଡ଼ ଘଟଣା ହେବ। ଇରାନକୁ ଚେତାବନୀ ଦେଇ ଟ୍ରମ୍ପ ଆହୁରି କହିଛନ୍ତି, ମନେ ରଖନ୍ତୁ ଏବେ ବି ଅନେକ ଟାର୍ଗେଟ ବାକି ରହିଛି। ସେ ଆହୁରି କହିଛନ୍ତି, ଆଜି ରାତିଟି ସବୁଠାରୁ କଷ୍ଟକର ଏବଂ ହୁଏତ ସେହି ସମସ୍ତ 8 ରାତି ମଧ୍ୟରୁ ସବୁଠାରୁ ଘାତକ ଥିଲା। କିନ୍ତୁ ଯଦି ଶାନ୍ତି ଶୀଘ୍ର ନ ଆସେ, ତେବେ ଆମେ ସଠିକତା, ଗତି ଏବଂ ଦକ୍ଷତା ସହିତ ସେହି ଅବଶିଷ୍ଟ ଲକ୍ଷ୍ୟସ୍ଥଳଗୁଡ଼ିକୁ ଟାର୍ଗେଟ କରିବୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ କିଛି ମିନିଟ୍ ମଧ୍ୟରେ ଧ୍ୱଂସ ପାଇପାରିବ। ରିପୋର୍ଟ ଦିନଲିପି ଲାଇଭ୍। ଦିନଲିପି ଲାଇଭ୍ को एबे ही लाइक शेयर सब्सक्राइब करंतु।